प्रभु जीशु ख्रीष्टଙ୍କ बहुमूल्य नामରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟମାନେ, ଆଜି ଆମେ ବାକ୍ୟରୁ ଏକ ଗଭୀର ବିଷୟ ଆଲୋଚନା କରିବା। ଆଜିର ବିଷୟ ହେଉଛି ଖ୍ରୀଷ୍ଟ ଯେତେବେଳେ ଆମ ଦୈନନ୍ଦିନ ଜୀବନରେ ପ୍ରଭୁ ହୁଅନ୍ତି। ମୋର ପ୍ରିୟମାନେ, ଆସନ୍ତୁ ଆମମାନେ ଏହି ବିଷୟଟିକୁ ବୁଝିବା ପାଇଁ ବାକ୍ୟରୁ କିଛି ଅଂଶକୁ ଅଧ୍ୟୟନ କରିବା। କଲୋସିୟ 3:17 ପଦରେ ଲେଖା ଅଛି, ଆଉ ବାକ୍ୟ କି କର୍ମରେ ତୁମ୍ଭେମାନେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ମୋର ପ୍ରିୟମାନେ, ଆଜି ଅନେକ ଲୋକମାନେ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରନ୍ତି, କିନ୍ତୁ ପ୍ରଶ୍ନ ହେଉଛି, ସେ କି ଆମର ଦୈନନ୍ଦିନ ଜୀବନର ପ୍ରଭୁ? ମୋର ପ୍ରିୟମାନେ, ଆମମାନେ ବାକ୍ୟଟିକୁ ବୁଝିବାକୁ ଟିକେ ଚେଷ୍ଟା କରିବା। ଆପଣମାନେ ମଧ୍ୟ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଠାରେ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଅଛି। ମୋର ପ୍ରିୟମାନେ, ପ୍ରଭୁର ଅର୍ଥ ହେଉଛି ଯାହାଙ୍କର ଅଧିକାର ଅଛି, ଯାହାଙ୍କ କଥାକୁ ଆମେ ମାନିଥାଉ ଏବଂ ଯିଏ ଆମ ଜୀବନକୁ ପରିଚାଳନା କରନ୍ତି। ମୋର ପ୍ରିୟମାନେ, ଏକ ସ୍ପନ୍ଦନଶୀଳ ଖ୍ରୀଷ୍ଟିଆନ ପରିବାର କେବଳ ରବିବାର ଦିନ ଆଧ୍ୟାତ୍ମିକ ନୁହେଁ। ଖ୍ରୀଷ୍ଟ ଆମ ଦୈନନ୍ଦିନ ଜୀବନର ପ୍ରଭୁ ହେବା ଆବଶ୍ୟକ। କଥାବାର୍ତ୍ତା, ନିଷ୍ପତ୍ତି, ଶୃଙ୍ଖଳା, ଆର୍ଥିକ ଏବଂ ସମ୍ପର୍କ ରହୁଥିବା ବିଶ୍ୱାସ କେବେ ବି ଆମକୁ ବା ଆମ ପରିବାରକୁ ପରିବର୍ତ୍ତନ କରିବ ନାହିଁ। ମୋର ପ୍ରିୟମାନେ, ଅନେକ ପରିବାର ଏକାଠି ପ୍ରାର୍ଥନା କରନ୍ତି, କିନ୍ତୁ ପୃଥକ ଭାବରେ ରୁହନ୍ତି। ସେମାନେ ସାର୍ବଜନୀନ ଭାବରେ ପରମେଶ୍ୱରଙ୍କୁ ଉପାସନା କରନ୍ତି, କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବରେ ଅଣଦେଖା କରନ୍ତି। ମୋର ପ୍ରିୟମାନେ, ପ୍ରକୃତ ଖ୍ରୀଷ୍ଟୀୟ ପାରିବାରିକ ଜୀବନ ହେଉଛି ପ୍ରତିଦିନ ଜୀବନରେ ଆମେ ପରସ୍ପର ସହିତ କିପରି କଥା ହେଉ, ଚାପରେ ଆମେ କିପରି ପ୍ରତିକ୍ରିୟା କରୁ, ଆମେ ମତଭେଦକୁ କିପରି ସମାଧାନ କରୁ ଓ ଏହି ମୁହୂର୍ତ୍ତ ଗୁଡ଼ିକ ଈଶ୍ୱର ନିୟନ୍ତ୍ରଣ କରୁଛନ୍ତି କି? ଯେତେବେଳେ ଯୀଶୁ ଆମ ଦୈନନ୍ଦିନ ଜୀବନରେ ପ୍ରଭୁ ହୁଅନ୍ତି, ସେତେବେଳେ ଆମମାନଙ୍କ ଜୀବନରେ ରାଗ, ହିଂସା ସବୁକିଛି ଧୈର୍ଯ୍ୟରେ ବଦଳିଯାଏ। ମୋର ପ୍ରିୟମାନେ, ଶୁଣିବା ସହିତ କଥାଗୁଡ଼ିକ ଆତ୍ମସମର୍ପଣ ସହିତ ନିୟନ୍ତ୍ରଣ କରେ। ପିତାମାତା କେବଳ କଥା ମାଧ୍ୟମରେ ନୁହେଁ, ବରଂ ପ୍ରତିକ୍ରିୟା ମାଧ୍ୟମରେ ବିଶ୍ୱାସକୁ ଆଗକୁ ବଢ଼ାନ୍ତି। ପିଲାମାନେ ଘରେ ସେମାନଙ୍କ ପିତାମାତା କିପରି ରୁହନ୍ତି ତାହା ଦେଖି ଖ୍ରୀଷ୍ଟୀୟ ବିଶ୍ୱାସର ପ୍ରକୃତ ଅର୍ଥ କ'ଣ ତାହା ଶିଖନ୍ତି। ମୋର ପ୍ରିୟମାନେ, ଏହି କଲୋସିୟ 3 ପର୍ବ ଆମକୁ ଦେଖାଏ ଯେ ଖ୍ରୀଷ୍ଟ କେନ୍ଦ୍ରିକ ଜୀବନ ବିବାହ, ପିତାମାତା ଏବଂ ପାରିବାରିକ ସମ୍ପର୍କକୁ ପ୍ରଭାବିତ କରେ। ପ୍ରେମ କଠୋରତାକୁ ପରିବର୍ତ୍ତନ କରେ, ଅନୁଗ୍ରହରେ ଶୃଙ୍ଖଳିତ କରାଯାଏ, ନମ୍ରତାର ସହିତ କର୍ତ୍ତୃତ୍ୱ ବା ଅଧିକାରକୁ ବ୍ୟବହାର କରାଯାଏ। ମୋର ପ୍ରିୟମାନେ, ଏକ ସ୍ପନ୍ଦନଶୀଳ ବା ଜୀବନ୍ତ ପରିବାର ପଚାରେ ନାହିଁ କ'ଣ ସହଜ, ବରଂ କ'ଣ ଖ୍ରୀଷ୍ଟଙ୍କୁ ସମ୍ମାନ କରେ। ଏହା ସାଧାରଣ ଗୃହକୁ ପବିତ୍ର ସ୍ଥାନରେ ପରିଣତ କରେ। ମୋର ପ୍ରିୟମାନେ, ଯଦି ଯୀଶୁ ଖ୍ରୀଷ୍ଟ କେବଳ ରବିବାରର ପ୍ରଭୁ ହୁଅନ୍ତି, କିନ୍ତୁ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଆମେ ନିଜ ଇଚ୍ଛାରେ ଚାଲୁଛୁ, ତେବେ ସେ ଆମର ଜୀବନରେ ପ୍ରକୃତ ପ୍ରଭୁ ନୁହନ୍ତି। ମୋର ପ୍ରିୟମାନେ, ଖ୍ରୀଷ୍ଟ ଆମ ଦୈନନ୍ଦିନ ଜୀବନରେ ପ୍ରଭୁ ହେବାର ଅର୍ଥ ହେଉଛି ପ୍ରତିଦିନ ପ୍ରତ୍ୟେକ ନିଷ୍ପତ୍ତିରେ, ପ୍ରତ୍ୟେକ କଥାରେ ଓ ପ୍ରତ୍ୟେକ କାମରେ ତାଙ୍କୁ ପ୍ରଥମ ସ୍ଥାନ ଦେବା। ମୋର ପ୍ରିୟମାନେ, ଖ୍ରୀଷ୍ଟ ଯେତେବେଳେ ଆମ ଜୀବନରେ ପ୍ରଭୁ ହୁଅନ୍ତି, ପରିବାର ବଦଳିଯାଏ। ଯଦି ଘରର ପ୍ରତ୍ୟେକ ସଦସ୍ୟ ଯୀଶୁଙ୍କୁ ପ୍ରଭୁ ଭାବରେ ଗ୍ରହଣ କରନ୍ତି, ସେଠାରେ କଳହ ସୃଷ୍ଟି ହୁଏ ନାହିଁ, ବରଂ ପ୍ରେମ ବଢ଼େ। ସେଥିପାଇଁ ଯେହୋଶୁଆ 24:15 ପଦରେ କହିଥିଲେ, ମୁଁ ଓ ମୋର ପରିବାର ସଦାପ୍ରଭୁଙ୍କର ସେବା କରିବୁ। ମୋର ପ୍ରିୟମାନେ, ଏକ ଖ୍ରୀଷ୍ଟ କେନ୍ଦ୍ରିକ ପରିବାର ସମାଜ ପାଇଁ ଆଶୀର୍ବାଦ ହୁଏ। ଯେତେବେଳେ ଖ୍ରୀଷ୍ଟ ଆମ ଦୈନନ୍ଦିନ ଜୀବନରେ ପ୍ରଭୁ ହୁଅନ୍ତି, ସେତେବେଳେ ପାପ ଉପରେ ବିଜୟ ମିଳେ। ଅନେକ ଲୋକ କହନ୍ତି, ମୁଁ ଏହି ପାପ ଛାଡ଼ି ପାରୁନାହିଁ, କିନ୍ତୁ ଯୀଶୁ କହନ୍ତି ଯୋହନ 8:36 ପଦରେ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତେବେ ତୁମ୍ଭେ ପ୍ରକୃତରେ ମୁକ୍ତ ହେବ। ମୋର ପ୍ରିୟମାନେ, ଖ୍ରୀଷ୍ଟଙ୍କ ଶକ୍ତି ଆମକୁ ପାପ ଉପରେ ବିଜୟ ଦିଏ। ମୋର ପ୍ରିୟମାନେ, ପ୍ରେରିତ ପାଉଲଙ୍କ ଜୀବନ ଏହାର ଜୀବନ୍ତ ଉଦାହରଣ। ପାଉଲ ପ୍ରଥମେ ସାଉଲ ନାମରେ ଯେତେବେଳେ ପରିଚିତ ଥିଲେ, ସେ ଖ୍ରୀଷ୍ଟିଆନମାନଙ୍କୁ ନିର୍ଯାତନା ଦେଉଥିଲେ। ସେ କାରାଗାରରେ ସେମାନଙ୍କୁ ପକାଉଥିଲେ ଏବଂ ମଣ୍ଡଳୀକୁ ନଷ୍ଟ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ। କିନ୍ତୁ ଗୋଟିଏ ଦିନ ସାଉଲ ଦମାସ୍କକୁ ଖ୍ରୀଷ୍ଟିଆନମାନଙ୍କୁ ଧରିବା ପାଇଁ ଯାଉଥିଲେ।
ହଠାତ୍ ସ୍ୱର୍ଗରୁ ଏକ ଉଜ୍ଜଳ ଆଲୋକ ତାଙ୍କୁ ଘେରି ନେଲା। ସେ ଭୂମିରେ ପଡ଼ିଗଲେ ଏବଂ ଏକ ସ୍ୱର ଶୁଣିଲେ, ସାଉଲ ସାଉଲ, ତୁମ୍ଭେ ମୋତେ କାହିଁକି ତାଡ଼ନା କରୁଅଛ? ମୋର ପ୍ରିୟମାନେ, ସାଉଲ ପଚାରିଲେ, ପ୍ରଭୁ ଆପଣ କିଏ? ଯୀଶୁ କହିଲେ, ମୁଁ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ। ମୋର ପ୍ରିୟମାନେ, ଏହି ଗୋଟିଏ ବାକ୍ୟ ସାଉଲଙ୍କ ଜୀବନକୁ ବଦଳାଇ ଦେଲା। ସେ ବୁଝିଲେ ଯେ ସେ ମଣିଷକୁ ବିରୋଧରେ ନୁହେଁ, ସ୍ୱୟଂ ଯୀଶୁଙ୍କ ବିରୋଧରେ କାମ କରୁଥିଲେ। ମୋର ପ୍ରିୟମାନେ, ସାଉଲ 3 ଦିନ ପର୍ଯ୍ୟନ୍ତ ଦେଖିପାରିଲେ ନାହିଁ। ଏହି ସମୟରେ ସେ ଖାଇଲେ ନାହିଁ କି ପିଇଲେ ନାହିଁ। ସେ କେବଳ ପ୍ରାର୍ଥନା କରୁଥିଲେ। ପ୍ରଭୁ ଯୀଶୁ ଅନନ୍ୟାଙ୍କୁ ସେ ସମୟରେ ତାହାଙ୍କଠାରେ ପଠାଇଲେ। ଅନନ୍ୟା ତାହାଙ୍କ ପାଇଁ ପ୍ରାର୍ଥନା କଲେ। ଆଉ ସେତେବେଳେ ସାଉଲଙ୍କ ଚକ୍ଷୁ ଖୋଲିଗଲା। ସେ ବାପ୍ତିସ୍ମ ନେଲେ ଏବଂ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ବର୍ତ୍ତମାନ ଯିଏ ଖ୍ରୀଷ୍ଟିଆନମାନଙ୍କୁ ଧରୁଥିଲେ, ସେହି ବ୍ୟକ୍ତି ଏବେ ଯୀଶୁଙ୍କୁ ପ୍ରଚାର କରିବା ଆରମ୍ଭ କଲେ। ମୋର ପ୍ରିୟମାନେ, ସେ କହିଥିଲେ ଗାଲାତୀୟ 2:20 ମୁଁ ଆଉ ବଞ୍ଚୁ ନାହିଁ, ଖ୍ରୀଷ୍ଟ ମୋ ମଧ୍ୟରେ ବଞ୍ଚୁଛନ୍ତି। ମୋର ପ୍ରିୟମାନେ, ଏହା ଆମ ପାଇଁ ଏକ ଶିକ୍ଷା। ଯେତେ ବଡ଼ ପାପୀ ହେଉନା କାହିଁକି, ଯୀଶୁ ତାଙ୍କୁ କ୍ଷମା କରିପାରନ୍ତି। ଯେତେବେଳେ ଆମେ ସତ୍ୟ ମନରେ ଯୀଶୁଙ୍କୁ ଗ୍ରହଣ କରୁ, ଆମର ଚିନ୍ତା, କଥା ଓ ଜୀବନ ବଦଳିଯାଏ। ମୋର ପ୍ରିୟମାନେ, ଈଶ୍ୱର ଆମର ଅତୀତକୁ ନୁହେଁ, ଆମର ଅନୁତାପ ଓ ବିଶ୍ୱାସକୁ ସେ ଦେଖନ୍ତି। ମୋର ପ୍ରିୟମାନେ, ମୁଁ ଶେଷରେ ଆଉ ଗୋଟିଏ ବିଷୟ କହିବା ପାଇଁ ଚାହେଁ। ଆମେ କିପରି ଖ୍ରୀଷ୍ଟଙ୍କୁ ଦୈନନ୍ଦିନ ଜୀବନରେ ପ୍ରଭୁ କରିବା। ପ୍ରଥମ ବିଷୟ ହେଉଛି, ପ୍ରତିଦିନ ପ୍ରାର୍ଥନାରେ ଦିନ ଆରମ୍ଭ କରନ୍ତୁ। ପ୍ରତିଦିନ ବାଇବେଲ ପଢ଼ନ୍ତୁ। ପ୍ରତ୍ୟେକ ନିଷ୍ପତ୍ତିରେ ଈଶ୍ୱରଙ୍କ ଇଚ୍ଛାକୁ ଖୋଜନ୍ତୁ। ପାପରୁ ଦୂରେଇ ରୁହନ୍ତୁ। ଅନ୍ୟମାନଙ୍କୁ ପ୍ରେମ ଓ କ୍ଷମା କରନ୍ତୁ। ସବୁ କାମ ଈଶ୍ୱରଙ୍କ ମହିମା ପାଇଁ କରନ୍ତୁ। ମୋର ପ୍ରିୟମାନେ, ଆଜି ଆମେ ନିଜକୁ ପଚାରିବା, ଯୀଶୁ କି କେବଳ ମୋର ଉଦ୍ଧାରକର୍ତ୍ତା, ନା ମୋର ଦୈନନ୍ଦିନ ଜୀବନର ପ୍ରଭୁ ମଧ୍ୟ? ଘରେ, କାମରେ, କଥାରେ, ଚିନ୍ତାରେ ଏବଂ ନିଷ୍ପତ୍ତିରେ କି ଯୀଶୁଙ୍କର ଅଧିକାର ଅଛି? ଯଦି ଆମେ ଯୀଶୁଙ୍କୁ ଆମ ଜୀବନରେ ପ୍ରଭୁ କରିବା, ତେବେ ସେ ଆମର ଚରିତ୍ର ଓ ପରିବାର, ସେବା ଓ ଭବିଷ୍ୟତକୁ ପରିବର୍ତ୍ତନ କରିବେ। ମୋର ପ୍ରିୟମାନେ, ଆଜିର ଏହି କ୍ଷୁଦ୍ର ଶିକ୍ଷାରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।